ଲୋକମାନଙ୍କର ସମସ୍ୟାକୁ ଶୁଣିବା ଆଉ ତାର ସମାଧାନ କରିବା ଏ ହେଉଛି ରାଜ୍ୟ ସରକାରଙ୍କର ପ୍ରାଥମିକତା। ଆଉ ସେଇଥିପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ରାଜ୍ୟ ପର୍ଯ୍ୟନ୍ତ ଏ ଯେଉଁ ଆମର ଜନଶୁଣାଣିର ଯେଉଁ ବ୍ୟବସ୍ଥା ଅଛି, ଅଭିଯୋଗ ଶୁଣାଣିର ଯେଉଁ ବ୍ୟବସ୍ଥା ଅଛି, ତାକୁ କିଭଳି ଭାବରେ ସୁସମ୍ପର୍କ ପ୍ରତିଷ୍ଠା କରିକି ତାର ସମାଧାନ ରାସ୍ତା ବାହାର କରାଯିବ, ସେଥିପାଇଁ ଆମ ସରକାର ଆଜି ତାକୁ ଶୁଭାରମ୍ଭ କରିଛନ୍ତି, ପୁନର୍ବାର ଆଉ ଥରେ ଚାଲୁ କରିଛନ୍ତି। ବିଶେଷ କରିକି ଆପଣଙ୍କର ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି, ବିଗତ କିଛି ବର୍ଷ ଧରିକି ଅର୍ଥାତ୍ ଗତ ସରକାର ସମୟରେ ଆପଣଙ୍କର ସରକାରଙ୍କର ଏବଂ ଜନତାଙ୍କ ମଧ୍ୟରେ ଗୋଟିଏ ଲୌହ ପାଚେରୀ ଥିଲା, ଆଉ ଯୋଉଥିପାଇଁ କି ଜନତାଙ୍କର ସହିତ ସରକାର ସିଧାସଳଖ ଭାବରେ ଏ ସମସ୍ୟାର ସମାଧାନ କରିବା ପାଇଁ ଯୋଉ ପାଚେରୀ ଥିଲା ସେଇ କାରଣରୁ ସମ୍ଭବ ହେଇପାରୁନଥିଲା। ଇଏ ମୋର ଅନୁମାନ ହୁଏ। ଆଜି ସେ ପ୍ରାଚୀରକୁ ଭାଙ୍ଗି ଦିଆଗଲା। ସରକାରଙ୍କ ସହିତ ସିଧାସଳଖ ଭାବରେ ଜନତାଙ୍କର ସହିତ ସମ୍ପର୍କ ପ୍ରତିଷ୍ଠା କରିବା, ତାଙ୍କର ସମସ୍ୟାକୁ ଶୁଣିବା ଆଉ ସମାଧାନର ରାସ୍ତା ବାହାର କରିବା, ଏ ସମ୍ପୂର୍ଣ୍ଣ ଭାବରେ ଆଜି ଯୋଉ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଏହାକୁ ପୁନର୍ବାର ଆଉ ଥରେ ଚାଲୁ କରାଗଲା। ଏବଂ ଏହା ଦ୍ୱାରା କ'ଣ ହେବ ନା 4.5 କୋଟି ଓଡ଼ିଆଙ୍କର ଗୋଟେ ସବୁଠାରୁ ଆଶା ଏବଂ ଭରସାର ଇଏ ଅଭିଯୋଗ ପ୍ରକୋଷ୍ଠ, ଇଏ ନିଶ୍ଚିତ ଭାବରେ ଲୋକ ଆଶା କରିବେ ଏବଂ ସମାଧାନର ରାସ୍ତା ପାଇପାରିବେ। ତାହା ଆଜି ପୁନର୍ବାର ଆଉ ଥରେ ତାହାକୁ ଆଜି ତାହାର ଶୁଭାରମ୍ଭ କରାଗଲା। ଏଥିରେ ଅନେକ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ସରକାର ଅଭିଯୋଗ ମାଧ୍ୟମରେ କିଛି କଥାକୁ ନ ଶୁଣିବେ, ତାହେଲେ ନିଶ୍ଚିତ ଭାବରେ ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହେଇଯିବ। ଏହାକୁ ଆଧାର କରିକିରି ଏଥିରେ ସମ୍ପୂର୍ଣ୍ଣ ଭାବରେ ଲୋକମାନେ ଅନେକ ସମୟରେ ବିଭିନ୍ନ ଜାଗାକୁ ଯାଉଛନ୍ତି, ଅଭିଯୋଗ କରୁଛନ୍ତି, କିନ୍ତୁ ତାହାର ସମାଧାନର ରାସ୍ତା ବାହାରି ପାରୁନାହିଁ। ଆଉ ସେଥିପାଇଁ ଯଦି ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକୁ ଆସିବା ଏବଂ ସେଠି ନିଜର ଅଭିଯୋଗ ଜଣେଇବା ଏବଂ ସେ ମାଧ୍ୟମରେ ଯଦି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ଏବଂ ଆଜି ଯାହା ଶୁଭାରମ୍ଭ କରାଗଲା, ଇଏ ନିଶ୍ଚିତ ଭାବରେ ସେଇ ଅଧିକାରୀମାନେ ସେଇ ବିଭାଗର ସମସ୍ୟା ଗୁଡ଼ିକୁ ସମାଧାନ କରିବାରେ ଯଥା ସମୟରେ ସେମାନେ ସମାଧାନ କରିବାର ରାସ୍ତା ବାହାର କରିବେ। ଏବଂ ସେମାନଙ୍କୁ ମଧ୍ୟ ପ୍ରତି ବିଭାଗର ଅଧିକାରୀମାନଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି, ଜିଲ୍ଲାପାଳମାନଙ୍କୁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ପ୍ରତି ଜିଲ୍ଲାରେ ଆଜି 30ଟି ଜିଲ୍ଲାରେ 30ଟି ଆଜି ଜିଲ୍ଲା ସ୍ତରରେ ମଧ୍ୟ ଆଜି ଅଭିଯୋଗ ଇଏ ପ୍ରକୋଷ୍ଠ ଖୋଲା ଯାଇକରି ଏ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲୁ ରହିଛି। ଏଣୁକରି ସମ୍ପୂର୍ଣ୍ଣ ଭାବରେ ଏଠି ମୁଁ ମୁଖ୍ୟମନ୍ତ୍ରୀ ହିସାବରେ ତଥା ଆମ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଆଜି ଏଠି ମୋ ପାଖରେ 2 ଜଣ ମନ୍ତ୍ରୀ ମହାଶୟ ଅଛନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ମଧ୍ୟ ଆସିଥିଲେ, ଆଉ 2 ଜଣ ମଧ୍ୟ ମନ୍ତ୍ରୀ ଆସିଥିଲେ। ସମସ୍ତେ ଏଠି ଉପସ୍ଥିତ ରହିକରି ପୁରା ସମୟ ଦେଇଛନ୍ତି ଏବଂ ସମସ୍ତ ଏ ଅଭିଯୋଗର ବ୍ୟକ୍ତିମାନଙ୍କ ସହିତ ମିଶିବା ଏବଂ ତାଙ୍କର ଅଭିଯୋଗ ଗ୍ରହଣ କରିବା ଏବଂ ପ୍ରତି ବିଭାଗକୁ ତାଙ୍କୁ ତାର ଇନକ୍ୱାରି ରିପୋର୍ଟ ଏବଂ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତେ ସହଯୋଗ କରିଛନ୍ତି। ସମସ୍ତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏହାକୁ ସହଯୋଗ କରିବାର ଏଇ ଯୋଉ ପ୍ରକ୍ରିୟାକରଣ କରିଛନ୍ତି, ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏ ସମାଧାନର ରାସ୍ତା ବାହାରିବ ଏବଂ ଲୋକମାନେ ତାଙ୍କର ବିଭିନ୍ନ ସମସ୍ୟା, ସେ ଯେକୌଣସି ବ୍ୟକ୍ତିଗତ ସମସ୍ୟା, ଚାକିରୀ ସମସ୍ୟା, ରାସ୍ତାଘାଟର ସମସ୍ୟା, ଜମିଟିଏ ପାଇବା ପାଇଁ ସମସ୍ୟା ଏବଂ ସାମାଜିକ ନ୍ୟାୟ ପାଇବାର ଯୋଉ ବିଭିନ୍ନ ପ୍ରକାରର ଯୋଉମାନେ ଏଠି ଆପଣଙ୍କର ଦିବ୍ୟାଙ୍ଗ ମାନେ ଆସୁଛନ୍ତି, ସେମାନେ ମଧ୍ୟ ଅନେକ ସମୟରେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଏ ଅଭିଯୋଗ ପ୍ରକୋଷ୍ଠର ଗୁରୁତ୍ୱ ବହୁତ ଅଧିକା ଅଛି। ତାକୁ ଯଦି ଆମେ କାର୍ଯ୍ୟକ୍ରମ ସିଧାସଳଖ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମନ୍ତ୍ରୀମାନଙ୍କର ସହିତ କରେଇବେ, ତାହେଲେ ଆଗାମୀ ଦିନରେ ପ୍ରଭୁତ ସମସ୍ୟାର ସମାଧାନ ହେବା ସହିତ ନିଶ୍ଚିତ ଭାବରେ ଗୋଟିଏ ଓଡ଼ିଶାର
ସୁସ୍ଥ ବାତାବରଣ ତିଆରି ହେବା ସହିତ ଲୋକମାନଙ୍କୁ ନ୍ୟାୟ ମିଳିପାରିବ। ଆଉ ସେଥିପାଇଁ ଇଏ ନିରନ୍ତର ଭାବରେ ପ୍ରତି ସୋମବାରକୁ ସୋମବାର ଏହାକୁ କରାଯିବ। ଏହାକୁ ଆହୁରି ସୁନ୍ଦର ଭାବରେ ଏବଂ ଯଥା ସମୟରେ ତାକୁ ସାରିବା ପାଇଁ ଲୋକମାନଙ୍କର ଏ କାମକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଆହୁରି ସୁନ୍ଦର ଭାବରେ କେମିତି ସ୍ମାର୍ଟ ଭାବରେ କରାଯିବ ସେଥିପାଇଁ ମଧ୍ୟ ତାକୁ ଯୋଜନା କରାହଉଛି। ମୁଁ ଆଶା କରିବି ମୋର ସାରା ଓଡ଼ିଶାର 4 କୋଟି ଲୋକଙ୍କର ପାଖରେ ମୋର ଅପିଲ ଅଛି ଏବଂ ମୁଁ ମଧ୍ୟ ନିବେଦନ କରୁଛି ସେମାନେ ନିଶ୍ଚିତ ଭାବରେ ଆମେ ଯୋଉ ଗାଇଡଲାଇନ ଦଉଛୁ ଯୋଉ ନୀତି ନିୟମ ଦଉଛୁ ସେଇ ଅନୁସାରେ ସେମାନେ ଆସନ୍ତୁ, ଜିଲ୍ଲାରେ ଭେଟନ୍ତୁ। ଜିଲ୍ଲାରେ ଭେଟିଲେ ଜିଲ୍ଲାରେ ଲୋକଙ୍କର ଗୁହାରି ଯଦି ସେମାନେ ନିଜେ ନିଜ ଏରିଆରେ କରିବେ ତାହେଲେ ଭୁବନେଶ୍ୱର ଲେବୁଲରେ ବା ରାଜ୍ୟ ଲେବୁଲରେ ତାହା ଆପେ ଆପେ କମ ହେଇଯିବ। ଲୋକଙ୍କର ଗୁହାରି ଶୁଣିବାଟା ଜିଲ୍ଲା ଲେବୁଲରେ ବେଶୀ ଆବଶ୍ୟକତା ଅଛି, ତାକୁ କରାହଉଛି। ଆଗାମୀ ଦିନରେ ମଧ୍ୟ ନିଶ୍ଚିତ କରାଯିବ। ଏବଂ ଆଜି ମୋ ପ୍ରଶାସନ ସମସ୍ତ ଅଧିକାରୀ ବିଶେଷ କରିକି ମୋ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିକରି ମୋତେ ସହଯୋଗ କରିବା କାରଣରୁ ଆଜି ପ୍ରାୟ ବର୍ତ୍ତମାନ ସୁଦ୍ଧା 99% ଆମର ଲୋକମାନଙ୍କର ବିଭିନ୍ନ ଅଭିଯୋଗ ପତ୍ର ଆସିଛି, ତାହାରି ଉପରେ ବିଭାଗକୁ ଦିଆଯାଇଛି। ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ତାର ସମାଧାନ ହେବ। ଧନ୍ୟବାଦ।